ସକାଳୁ ନିତ୍ୟକର୍ମ ସରିଲା ପରେ ଠାକୁରଙ୍କୁ ଟିକେ ପ୍ରଣାମ କରିଦେଇ ପ୍ରଥମେ ଆକ୍ୱାଗାର୍ଡରୁ ପାଣି ଟିକେ କାଢ଼ି ଉପରେ ନେଇ ଦେଇଦେଲି ପିଇବା ପାଇଁ। ତାପରେ ବସେଇଦେଲି ସମସ୍ତଙ୍କ ପାଇଁ ଚାହାଟା ଛାଣି ଦେଇକି ସମସ୍ତଙ୍କୁ ଦେଇଦେଇକି ମୁଁ ମଧ୍ୟ ପିଇଦେଲି। ଆଜି ଜଳଖିଆରେ କରିଦେଲି ମାଣ୍ଡିଆ ସୁପ୍ ଟିକେ ସମସ୍ତଙ୍କୁ ଦେଇଦେଲି, ମୁଁ ମଧ୍ୟ ଟିକେ ଖାଇଦେଲି। ମାଣ୍ଡିଆ ସୁପ୍ର ରେସିପିଟି ଦେବି ଅନ୍ୟ ଏକ ଭିଡ଼ିଓରେ। ତାପରେ ବସେଇଦେଲି ଭାତ ତରକାରୀଟି ଅଧା ସିଝିଛି। ଆମ ଯା ଆସିଛନ୍ତି, ବ୍ରହ୍ମପୁର ପଳେଇ ଯାଇଥିଲେ, ତାଙ୍କୁ ଟିକେ ଦେଖିବା ପାଇଁ ପଳେଇଗଲି। ଯାହାକୁ ଟିକେ ଦେଖିକିରି ଆସିକି ତରକାରୀ ଓହ୍ଲେଇ ଦେଇକି ଟିକେ ଦେଇଦେଲି ମଉସାଙ୍କୁ ଖାଇବା ପାଇଁ। ମଉସାଙ୍କୁ ଖାଇବାକୁ ଦେଇକିରି ଉପରକୁ ଯାଇକି ଦେଖେ ତ ସମସ୍ତେ ଆହୁରି କାମ କରୁଛନ୍ତି, 1:30 ହେଲାଣି। ତାଙ୍କୁ କହିଦେଇକି ଆସିକିରି ମୁଁ ମଧ୍ୟ ଖାଇ ଟିକେ ରେଷ୍ଟ ନେଲି। ଉଠିଲା ପରେ ଚାହା ଟିକେ ସମସ୍ତଙ୍କୁ ଦେଇଦେଇକି ବସି ପଡ଼ିଲି ଟିକେ କପଡ଼ା କାଟିବା ପାଇଁ। କପଡ଼ା କାଟୁ କାଟୁ ଆମ ଯା ଆସିଲେ, ଆଉ କପଡ଼ା କ'ଣ କାଟିବି, ଯା ସାଙ୍ଗରେ ଗପିକି ବସିଲି। ତାପରେ ଫେରେ ଆଉଥରେ ଯା ଗଲା ପରେ କପଡ଼ାକୁ କାଟିଲି। ଆଶା କରୁଛି ଭିଡ଼ିଓଟି ଭଲ ଲାଗିଲେ ଚ୍ୟାନେଲକୁ ସବସ୍କ୍ରାଇବ କରିବେ ବୋଲି ରହୁଛି। ନମସ୍କାର।